ଏଇନା ମୁଖ୍ୟମନ୍ତ୍ରୀ ତମେ ଗାଡି ଚଢିଲେ ଏସି, ବସିଲେ ଏସି, ବସିଲେ ଏସି, ହଗିଲେ ଏସି, ଖାଇଲେ ଏସି, ଶୋଇଲେ ଏସି, ଗଲେ ଏସି, ବାହାରକୁ ଗଲେ ଏସି, ଯୁଆଡେ ତ ଯିବ ଏସି ଆଉ। ତମେ କଣ ଜାଣିବ କି ଖରା ହଉଛି, କି ଅବସ୍ଥାରେ ଆମେ ଭୋକଟ ହଉଛନ୍ତି, ଲେବର ମାନେ ମରିଯାଉଛନ୍ତି ଏ ଖରାରେ। ଲେବର ଖଟି ପାରୁନାହାନ୍ତି, ଚାଷୀ ଖଟି ପାରୁନି, ଚାରିଆଡେ ଏ ବିଦ୍ୟୁତ କାଟ, ତମେ ସେ ଏସି ରେ ରହିଯାଉଛ। କି ଅବସ୍ଥାରେ ଗାଁ ଗହଳିରେ ଯୁବକ ମାନେ, ତମେ ଗାଁରେ ତମ ଭାଇ ମରିଗଲେ ଏବେ ତମେ ଯାଇଥିଲ, ପଚାରିଲନି କି ଅବସ୍ଥାରେ ଅଛି ତମ ଗାଁ ଲୋକ। 1300 ହଣା ହେଲେଣି, ଗୁଳି ଫୁଟିଲାଣି, ମର୍ଡର ହେଲାଣି ମୋହନ ମାଝୀଙ୍କ ସବରେ 1300। ସମ୍ବଲପୁରରେ, ବଲାଙ୍ଗୀରରେ, କଳାହାଣ୍ଡିରେ, ପୁରୀରେ, ଖୋର୍ଦ୍ଧାରେ, ଜଟଣୀରେ, ଭୁବନେଶ୍ୱରରେ, ବାଳକାଠିରେ, ବାରଙ୍ଗରେ ମାଡ଼ ହେଇଛି, ମରି ନାହାନ୍ତି। ଆଇନ ଶୃଙ୍ଖଳା ଟୋଟାଲ ବିଫଳ। ନାରୀ ନିର୍ଯାତନା, 1400 ନାରୀ ନିର୍ଯାତନା ମାନେ ରେପ୍ ହେଇସାରିଲେ, 15,000 ନାରୀ ନିର୍ଯାତନା, ପତା ମିଳୁନି ନାରୀଙ୍କର। ଆଇନ ଶୃଙ୍ଖଳା ଟୋଟାଲ ବିଫଳ। ଆଇନ ଶୃଙ୍ଖଳା ପାଇଁ ଡେଭଲପମେଣ୍ଟ କାମ କିଛି ହେଇପାରୁନି। ବ୍ଲକ ଚାଲୁନି, ସବ ଡିଭିଜନ ଚାଲୁନି, ତହସିଲ ଚାଲୁନି, ଜିଲ୍ଲାପାଳ ଅଫିସ ଚାଲୁନି, ଡିରେକ୍ଟର ଅଫିସ ଚାଲୁନି, ସେକ୍ରେଟାରୀ ଚାଲୁନି। ଅଫିସର ମାନେ ଖାଲି ଟୁର କରୁଛନ୍ତି, ଖାଲି ଯାଉଛନ୍ତି ଦିଲ୍ଲୀ। ଖାଲି ଯାଇ ଦିଲ୍ଲୀରେ ଓଡ଼ିଶା ନିବାସ ଭଙ୍ଗି ଦିଆଯାଇଛି। ଖାଲି ଅଶୋକା ହୋଟେଲରେ ଏ ଗରିବ ଲୋକଙ୍କ ପଇସା ଗୁଡାକ ବର୍ବାଦ ହଉଛି। ଖାଲି ଅଫିସର ମାନେ, ନେତା ମାନେ ଯାଇ ଅଶୋକା ହୋଟେଲରେ ରହୁଛନ୍ତି। ବୋପା ଆଜା କାଳେ ଆଳୁ ଚାଷ ନଥିଲା, ନା ପରିଚି ଖାଉଛନ୍ତି। ଦେଖିନଥିଲ ଅଶୋକା ହୋଟେଲ? ଓଡ଼ିଶା ଭବନ ଭଙ୍ଗା ହେଇଛି। 10-15 ମନ୍ତ୍ରୀ, 10-30 ମୁଖ୍ୟ ସେକ୍ରେଟାରୀ, ଚିଫ ସେକ୍ରେଟାରୀ ମାନେ ଆଉ କେହି ରହୁନାହାନ୍ତି ଓଡ଼ିଶାରେ। କ୍ୟାମ୍ପ ଏବେ 4 ଦିନ ତଳେ ଓଡ଼ିଶାରେ ସବୁତକ ସେଇଠି ଥିଲେ। ଅଶୋକ ହୋଟେଲ ସବୁ ରୁମ ଗୁଡା ବୁକ୍ ହେଇଥିଲା। କେତେ ପଇସା ବର୍ବାଦ ହଉଛି ଓଡ଼ିଆଙ୍କର। ଆଏ ମୋହନ ମାଝୀ, ତମେ ଟିକେ ତମ ଟୋକା ବେଳକୁ ଗଲେ, ଏଇ ଯୋଉ ଖରା ଥେଲ, ଏଇନା ମୁଖ୍ୟମନ୍ତ୍ରୀ ତମେ ଗାଡି ଚଢିଲେ ଏସି, ବସିଲେ ଏସି, ହଗିଲେ ଏସି, ଖାଇଲେ ଏସି, ଶୋଇଲେ ଏସି, ଗଲେ ଏସି, ବାହାରକୁ ଗଲେ ଏସି, ଯୁଆଡେ ତ। ଏଇନା ମୁଖ୍ୟମନ୍ତ୍ରୀ ତମେ ଗାଡି ଚଢିଲେ ଏସି, ବସିଲେ ଏସି, ବସିଲେ ଏସି, ହଗିଲେ ଏସି, ଖାଇଲେ ଏସି, ଶୋଇଲେ ଏସି, ଗଲେ ଏସି, ବାହାରକୁ ଗଲେ ଏସି, ଯୁଆଡେ ତ ଯିବ ଏସି ଆଉ। ତମେ କଣ ଜାଣିବ କି ଖରା ହଉଛି, କି ଅବସ୍ଥାରେ ଆମେ ଭୋକଟ ହଉଛନ୍ତି, ଲେବର ମାନେ ମରିଯାଉଛନ୍ତି ଏ ଖରାରେ। ଲେବର ଖଟି ପାରୁନାହାନ୍ତି, ଚାଷୀ ଖଟି ପାରୁନି, ଚାରିଆଡେ ଏ ବିଦ୍ୟୁତ କାଟ, ତମେ ସେ ଏସି ରେ ରହିଯାଉଛ। କି ଅବସ୍ଥାରେ ଗାଁ ଗହଳିରେ ଯୁବକ ମାନେ, ତମେ ଗାଁରେ ତମ ଭାଇ ମରିଗଲେ ଏବେ ତମେ ଯାଇଥିଲ, ପଚାରିଲନି କି ଅବସ୍ଥାରେ ଅଛି ତମ ଗାଁ ଲୋକ। ବିଦ୍ୟୁତ କାଟ, ପିଇବା ପାଣି ମଧ୍ୟ ଅଛି ତମ ଗାଁ ଲୋକ। ବିଦ୍ୟୁତ କାଟ, ପିଇବା ପାଣି ମଧ୍ୟ ଅଛି। ଭୟଙ୍କର ପରିସ୍ଥିତି। ଆଉ ଟିକେ କୁହ ସବୁ ବିଭାଗକୁ ସଜାଗ ରହିବେ। ବିଦ୍ୟୁତ ବିଭାଗ ଏ ଖରାରେ ଯୋଉଭଳି ଭାବେ ବିଦ୍ୟୁତ କାଟ ହଉଛି, ଆଏ ସିଂହ ତମେ ରଜା ପିଲା କଡାକଡି କର। ଏ ପିଏଚଡି ପାଣି ଶୁଖି ଯାଉଛି, ପାଇପ ପାଣି ନାହିଁ। ଦେଖ, ଆଏ ଇରିଗେସନ ନଦୀ ଗୁଡା ଶୁଖିଲା, ମହାନଦୀରୁ ପାଣି ଛାଡି ଦିଅ। ଦୟା ଶୁଖିଲା, ରାଜୁଆ ଶୁଖିଲା, ଲୋକ ଛଟପଟ ହଉଛନ୍ତି।